ପିଲାମାନେ ଆଜି ଆମେ ଆଉ ଗୋଟିଏ ନୂଆ ଏବଂ ଶିକ୍ଷଣ ଗପ ଶୁଣିବା ହେଲା କି ପିଲାମାନେ। ଏହି ଗପରୁ ଆମେ କିଛି ଶିଖିବା ହେଲା। ଗପଟିର ନାଁ ହେଉଛି ଠିକ୍ ସମୟ। ଗାଁ ମୁଣ୍ଡ କୁଡ଼ିଆ ଘରେ ବୁଢ଼ୀଟିଏ ରହୁଥାଏ। ତାର ଗୋଟିଏ ଗଞ୍ଜା ଓ ଗୁଡ଼ିଏ କୁକୁଡ଼ା ଥାଆନ୍ତି। ଗଞ୍ଜାଟି ବଡ଼ ପାଟିରେ କକ୍ କକ୍ ବୋବାଉଥାଏ। ପାଖ କିଆ ବୁଦା ଭିତରୁ ଗୋଟାଏ ବିଲୁଆ ଗଞ୍ଜାଟିକୁ ଦେଖିଲା। ତାକୁ ଖାଇବାକୁ ତା ପାଟିରୁ ଲାଳ ବୋହିଲା। ସେ ଗୋଟାଏ ଉପାୟ ପାଞ୍ଚିଲା। ବିଲୁଆ ଗଞ୍ଜାକୁ କହିଲା, ଆରେ ପୁଅ, ତୁ ତ ଭଲ ଗୀତ ଗାଉଛୁ। ତୋ ବାପା ମୋର ସାଙ୍ଗ ଥିଲେ, ସେ ମଧ୍ୟ ଭଲ ଗୀତ ବୋଲୁଥିଲେ। ଗୀତ ବୋଲିବା ବେଳେ ସେ ଆଖି ବନ୍ଦ କରି ରଖୁଥିଲେ। ତୁ ସେମିତି ଅଭ୍ୟାସ କଲେ ସଙ୍ଗୀତ ସମ୍ରାଟ ହୁଅନ୍ତୁ। ଗଞ୍ଜାଟି ତାର ପ୍ରଶଂସା ଶୁଣି ଖୁସି ହୋଇଗଲା। ଆଖି ବୁଜି ବୋବାଇବା ମାତ୍ରକେ ତାକୁ ବିଲୁଆ କାମୁଡ଼ି ଧରି ଦୌଡ଼ିଲା। କୁକୁଡ଼ା ଗୁଡ଼ିକ ବିକଳରେ ବୋବାଇଲେ। ପାଖ ଲୋକେ ବିପଦ ଜାଣିପାରି ବିଲୁଆ ପଛରେ ଗୋଡ଼ାଇଲେ। ଗଞ୍ଜାଟି ବିଲୁଆକୁ କହିଲା, ମଉସା, ତୁମେ ଏ ବୋକା ଲୋକଗୁଡ଼ାଙ୍କୁ କହିଦିଅ ଯେ ତୁମେ ତୁମ ଘରକୁ ମୋତେ ନିମନ୍ତ୍ରଣ କରି ନେଉଛ। ସେ କଥା ଶୁଣି ସେମାନେ ଫେରିଯିବେ। ବିଲୁଆ ତା କଥାରେ ବିଶ୍ୱାସ କଲା। ସେ କହିବାକୁ ଆରମ୍ଭ କଲା ମାତ୍ରେ ତା ପାଟି ଖୋଲିଗଲା। ଗଞ୍ଜାଟି ଏକା ଡିଆଁରେ ଗଛ ଡାଳରେ ବସିଲା। ତାପରେ ସେ କହିଲା, ଆଖି ଖୋଲା ରଖିବାର ଠିକ୍ ବେଳରେ ମୁଁ ଆଖି ବନ୍ଦ କରିଦେଲି, ତେଣୁ ତୁ ମୋତେ ଧରିପାରିଲୁ। ବିଲୁଆ କହିଲା, ପାଟି ବନ୍ଦ ରଖିବାର ଠିକ୍ ବେଳରେ ମୁଁ ପାଟି ଖୋଲିଦେଲି, ତେଣୁ ତୁ ଖସିପାରିଲୁ। ତାହେଲେ ପିଲାମାନେ, ଆମେ ଏହି ଗପରୁ ଶିଖିଲେ ଯେ ଦୁଷ୍ଟ ଲୋକର ମଧୁର କଥାରେ ବିପଦ ଲୁଚିଥାଏ। ହେଲା କି ପିଲାମାନେ? ଦୁଷ୍ଟ ଲୋକର ମଧୁର କଥାରେ ବିପଦ ଲୁଚିଥାଏ। ହେଲା, ହଉ ଠିକ୍ ଅଛି। ଆଜି ପାଇଁ ପିଲାମାନେ ଏତିକି। ରହିଲି। ଧନ୍ୟବାଦ ପିଲାମାନେ।